କ୍ଷେତରେ କାନ୍ଦୁଛି ଚାଷୀ। କାଇଁସିରିରେ ଧାନ କ୍ଷୟକ୍ଷତି ଦେଖିଲେ କାମାକ୍ଷା ବିଧାୟକ। ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ବାହ୍ୟ ବଳୟ ପ୍ରଭାବରେ ଦକ୍ଷିଣ ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଉତ୍ତର ଉପକୂଳ ଓଡ଼ିଶାର କିଛି ଜିଲ୍ଲା ବାଦଲ ଆଚ୍ଛାଦନରେ ବୃଦ୍ଧି ଘଟିଛି। ଆସନ୍ତା 2 ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା କାରଣରୁ ଧନଜୀବନ ପ୍ରଭାବିତ ହୋଇପାରେ ଓ ରାତି ତାପମାତ୍ରା 2 ରୁ 4 ଡିଗ୍ରୀ କମିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କଥା ଶୁଣି ଚାଷୀ ମହଲରେ ଛନକା ପଶିଯାଇଛି। ଲଘୁଚାପ ବର୍ଷାରେ ଉଜୁଡ଼ି ଯାଇଛି ଅଧା ଫସଲ। ଯେଉଁଠି ଦେଖିବେ ଅମଳ ବେଳକୁ ପାଣିରେ ବୁଡ଼ିଛି ହେକ୍ଟର ହେକ୍ଟର ଧାନକ୍ଷେତ। କଚଡ଼ା ବିଡ଼ା ଟେକିଲା ବେଳକୁ ଧାର ଧାର ପାଣି ଝରୁଛି। ଚାଷୀ ଆଖିରୁ ଲୁହ ବି ଗଡ଼ୁଛି। ପରେ ଧାନର ଥୋଡ଼ ବାହାରିବା ବେଳକୁ ବାତ୍ୟା ଦାନା ନଷ୍ଟ କରିଥିଲା। ଆଉ ଯାହା କିଛି ବଞ୍ଚିଥିଲା ଅମଳ ବେଳକୁ ବିଲ ମଝିରେ ଅଦିନିଆ ବର୍ଷା ଭସାଇ ଦେଲା। ସମାନ ଦୁର୍ଦ୍ଦଶା କାଇଁସିରି ଗାଁରେ ହୋଇଥିବା ବେଳେ ଆଜି ସକାଳୁ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଚାଷୀମାନଙ୍କ ପାଖରେ ପହଞ୍ଚି ଆଶ୍ୱାସନା ଦେଇଥିଲେ ଏବଂ କିଭଳି ଭାବରେ ସରକାରଙ୍କଠାରୁ ସୁବିଧା ପାଇପାରିବେ ସେ ବିଷୟରେ ବୁଝାଇଥିଲେ। ଧାନ କରଜ କରି ଚାଷ କରିଥିବା ଏହି ଚାଷୀମାନେ ଏବେ ସରକାରୀ ସହାୟତା ଅପେକ୍ଷାରେ। ନା କଣ ଏଇଟା କୋଉ ଧାନ କରିଥିଲ? ଇ କଣ ଏଠି ପଚି ପୁଚା ଗଲାଣି? ପଚି ଯାଇଛି। ଆଉ କଣ କରିବୁ? ଏମିତି ଧାନ ମୋର କଷ୍ଟ କରି କାଠ ନେଲେ କାଟିଲୁନି ଆଉ ନେଇ ସାରିଥାନ୍ତୁ। ପାଣି ଅଭାବରୁ ବର୍ଷା ଅଭାବରୁ କିଛି ନେଇପାରିଲୁନି। ଏମିତି ଅବସ୍ଥା ହେଇ ପଡ଼ିଛୁ। କଣ ଅସୁବିଧା ହେଇଛି? ଆମେ 6-7 ଏକର ବେଳେ ଚାଷ କରୁଛୁ। ମୋ ପୁଅଟି ମାନେ ଇଆଡ଼େ ସିଆଡ଼େ ବୁଲୁଛନ୍ତି, କିଛି କରିପାରୁନାହାନ୍ତି। ଆଉ ଇଆଡ଼େ ଦେଖନ୍ତୁ ଆଜ୍ଞା, ଧାନ ସବୁ ଉଜୁଡ଼ିଗଲା। କାଟିକି ପକାଇ ଦେଇଛୁ, ମୂଲିଆ ନେଇ କାଟିଦେଲି। ଆଉ କିନ୍ତୁ ଭଳା ଗୋଟିଏ ବାନ୍ଧି ପାରିଲିନି। ସେ ଧାନ ସବୁ ଗଛ ହେଇକିରି ଗଜା ହେଲାଣି। ଆଉ କ'ଣ କରିବି? ଏଥିରେ ପିଲା ସବୁ ମନ ହେଉଛନ୍ତି, କ'ଣ କରିବି ତାଙ୍କୁ? ମୁଁ ଡରିକି ଆଉ କିଛି କହିପାରୁନି। କାନ୍ଦି ବୋବେଇକି ପଡ଼ିଛି। ଆଉ କ'ଣ କରିବି? ବ୍ଲକ କୃଷି ଅଧିକାରୀ ଭୁବନ ବ୍ଲକ। ଆମର ଭୁବନ ବ୍ଲକରେ 9000 ହେକ୍ଟର ଧାନ ଚାଷ କରାଯାଇଥିଲା। ସେଥିରୁ 50% ପାଖାପାଖି ଲୋକ ଧାନ କାଟି ନେଇଯାଇଛନ୍ତି ଘରକୁ। ଆଉ ଯେଉଁ 50% ଏରିଆ ଥିଲା 4500 ପାଖାପାଖି, ସେଥିରୁ 30%ରେ ଧାନ ଆମର ବିଲରେ ଠିକ୍ ଷ୍ଟାଣ୍ଡିଂ କ୍ରପ୍ର ଅଛି, ସେଇଟା ବିଶେଷ କ୍ଷତି ହେବନି। ଆଉ ଯେଉଁ 20% ଏରିଆଟାର ଧାନ କାଟିକି ପକାଇଥିଲେ ଜମିରେ, ସେଗୁଡ଼ା ଗଜା ହେଇ ଆସିଲାଣି, ସେଗୁଡ଼ା ନିଶ୍ଚିନ୍ତ କ୍ଷତି ହେବ। ଆଉ ଯେଉଁ ଠିଆ ହେଇଛି ସେଥିରୁ କିଛି ଧାନ ଝଡ଼ିବ। ତେଣୁ ଆମେ ସରକାରଙ୍କ ତରଫରୁ ଆମେ 2-3 ଦିନ ଭିତରେ ସବୁ ଆମର ପ୍ରତି ପଞ୍ଚାୟତରେ ଆମର VW RI ମାନେ ପ୍ରତି ପଞ୍ଚାୟତରେ ବୁଲୁଛନ୍ତି। ସେମାନେ ସର୍ଭେ କରିକି ଦେଲା ପରେ ସରକାରଙ୍କୁ ରିପୋର୍ଟଟା ଦିଆଯିବ। ତାର ଗାଇଡ଼ଲାଇନ୍ ଅନୁସାରେ ଯାହା ଆମର ଅଛି କ୍ଷୟକ୍ଷତି ମିଳିବା ପାଇଁକା ଚାଷୀଙ୍କୁ ନିଶ୍ଚିନ୍ତ ମିଳିବ। ସମାଜସେବୀ ସଚିଦାନନ୍ଦ ରାଉତ। ବଡ଼ ଦୁଃଖର ବିଷୟ ଯେ ଅଦିନିଆ ମେଘ ସତ୍ତ୍ୱେ ଖାଲି ଯେ କେବଳ ଆମର ଭୁବନ ବ୍ଲକ ନୁହଁ, ସାରା ଓଡ଼ିଶାରେ ଏହାର ବିପଦର ଛାୟା ଖେଳିଯାଇଛି। ଆଜି ଆମର ସ୍ଥାନୀୟ ବିଧାୟକ ମହାଶୟ ଶତ୍ରୁଘ୍ନ ଜେନା କାଇଁସିରି ନିକଟସ୍ଥ କାଇଁସିରି ମୌଜାକୁ ଆସିଥିଲେ। ଚାଷୀମାନଙ୍କର ଦୁଃଖ ଦୁର୍ଦ୍ଦଶା ଦେଖି ତାଙ୍କ ଧାନଗୁଡ଼ିକ କେମିତି ପାଣିରେ ଭାସୁଛି ଏବଂ ଅନ୍ୟ ଯେଉଁ ଧାନ ବି ଅମଳ କରି ନେଇଛନ୍ତି ସେ ଖଳାରେ ମଧ୍ୟ ପଡ଼ି ରହିଛି। ତେଣୁ ଏହି ପ୍ରାକୃତିକ ବିପର୍ଯ୍ୟୟ ବେଳେ ସରକାରଙ୍କୁ ଆମେ ନିବେଦନ କରୁଛୁ ଯେ ସମ୍ପୂର୍ଣ୍ଣ ରୂପେ ଚାଷୀ ଭାଇମାନଙ୍କୁ ସହଯୋଗ କଲେ ସେମାନେ ତାଙ୍କର କିଛିଟା ଅଂଶ ମାନେ କିଛି ସହଯୋଗ କରିବା ବା ଚାଷୀମାନେ ଯେଉଁ ଭାଙ୍ଗି ପଡ଼ିଛନ୍ତି ଏହି ବିପଦ ସମୟରେ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ। ଏବଂ ବିଧାୟକ ମହାଶୟଙ୍କୁ ଆମର ଅନୁରୋଧ, ଖାଲି ଯେ କେବଳ ଏଇ ଆମ ଅଞ୍ଚଳବାସୀଙ୍କ ପାଇଁ ବଡ଼ ଦୁଃଖଦାୟକ ଘଟଣା। ଆପଣମାନେ ସମସ୍ତେ ଜାଣିଛନ୍ତି, ଭାରତ କୁହନ୍ତୁ ଓଡ଼ିଶା ପ୍ରଦେଶ କୁହନ୍ତୁ, ଏଠି ସମସ୍ତେ କୃଷି ଉପରେ ନିର୍ଭର କରିଥାନ୍ତି। ଠିକ୍ ଯେଉଁ ସମୟରେ ତାର ସମସ୍ତ ମେହନତ କୃଷକ ଶ୍ରମ ଦେଇ ଉତ୍ପାଦନ କରିବା ସମୟରେ ଯେଉଁ ଅଦିନିଆ ବର୍ଷା ହେଲା, ଯେଉଁ କ୍ଷୟକ୍ଷତି ହେଇଛି, ତାହା ବହୁତ ଦୁଃଖର କଥା। ଏବଂ ମୁଁ ନିଜେ ଆଜି ଆମର କୃଷି ଅଧିକାରୀମାନେ ଯେଉଁମାନେ ଅଛନ୍ତି ଭୁବନ ବ୍ଲକର, ସେମାନେ ମୋ ସହିତ ଆସିକି ଆମେ ଫିଲ୍ଡରେ ବୁଲିଛୁ ଆଉ କ୍ଷେତରେ ପହଞ୍ଚିଛୁ। ଦେଖିଲୁ ଯେଉଁଭଳି କ୍ଷତି ହୋଇଛି ସେ ବଡ଼ ଦୁଃଖଦାୟକ ଘଟଣା। ଏବଂ ଇଏ ହେଉଛି ମୋହନ ସରକାର, ଭାରତୀୟ ଜନତା ପାର୍ଟିର ସରକାର, ଯିଏକି କୃଷକମାନଙ୍କ ସହିତ ସବୁବେଳେ ଅଛି। ତେଣୁ ମୋର ଆଶା ଭରସା ଆମେ ନିଶ୍ଚିତ ଭାବରେ ସରକାରଙ୍କ ପାଖରେ ଉପସ୍ଥାପନ କରିବୁ। ଯେଉଁଭଳି ଭାବରେ ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନଗରାଜ ନ୍ୟୁଜ୍।